ବିଜେପୁର ସହରର ମୁଖ୍ୟ ଯାତାୟାତ କେନ୍ଦ୍ର ଭାବେ ପରିଚିତ ବସ୍ଷ୍ଟାଣ୍ଡ ଅଞ୍ଚଳର ଉନ୍ନତିକରଣ ଉଦ୍ଦେଶ୍ୟରେ ଆଜି ରାସ୍ତା ମପା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଆଡିସନାଲ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଜ୍ଞ ବିଭୁଦତ୍ତ ସାହୁଙ୍କ ଉପସ୍ଥିତିରେ ରାଜସ୍ୱ ବିଭାଗ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟ ସଫଳତାର ସହ ଆଗେଇ ଚାଲିଛି। ବିଜେପୁର ବସ୍ଷ୍ଟାଣ୍ଡ ଅଞ୍ଚଳ ଦିନକୁ ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି, ବ୍ୟବସାୟିକ କାର୍ଯ୍ୟକଳାପ ବିସ୍ତାର ଓ ଯାତାୟାତ ଚାପ ବଢ଼ିବା ସହିତ ଅସୁବିଧାର ସମ୍ମୁଖୀନ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତାୟାତ ସୁଚାରୁ, ରାସ୍ତା ପ୍ରସାରଣ, ପାର୍କିଂ ବ୍ୟବସ୍ଥା ଓ ଆଧୁନିକ ସୁବିଧା ପାଇଁ ପ୍ରାରମ୍ଭିକ ପଦକ୍ଷେପ ଭାବେ ରାସ୍ତା ମପା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ମପା କାର୍ଯ୍ୟ ସମୟରେ ରାଜସ୍ୱ ଅଧିକାରୀମାନେ ବସ୍ଷ୍ଟାଣ୍ଡ ଅଞ୍ଚଳର ମୂଳ ରାସ୍ତା, ସହାୟକ ରାସ୍ତା ଓ ଆଖପାଖ ଅଞ୍ଚଳର ସୀମା ଚିହ୍ନଟ କରୁଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଯାତାୟାତ ନିୟନ୍ତ୍ରଣ କରାଯାଇଥିଲା, ଯାହାଫଳରେ ସାଧାରଣ ଲୋକଙ୍କୁ ବିଶେଷ ଅସୁବିଧା ହେଉନାହିଁ। ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ବସ୍ଷ୍ଟାଣ୍ଡ ଅଞ୍ଚଳର ସୁସଂଗଠିତ ଉନ୍ନତି ପାଇଁ ପ୍ରଥମେ ସଠିକ୍ ମାପ ଓ ଯୋଜନା ଆବଶ୍ୟକ। ଏହି ମପା କାର୍ଯ୍ୟ ସମାପ୍ତ ହେଲା ପରେ ରାସ୍ତା ପ୍ରଶସ୍ତୀକରଣ, ନୂଆ ନିର୍ମାଣ, ଡ୍ରେନେଜ ବ୍ୟବସ୍ଥା, ପଦଚାରୀ ପଥ ଓ ଯାତ୍ରୀ ସୁବିଧା ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରାଯିବ। ଆଡିସନାଲ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ କହିଛନ୍ତି ଯେ ପ୍ରଶାସନର ଲକ୍ଷ୍ୟ ହେଉଛି ବିଜେପୁରକୁ ଏକ ସୁବ୍ୟବସ୍ଥିତ ଓ ଆଧୁନିକ ସହର ଭାବେ ଗଢ଼ି ତୋଳିବା। ଏହି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ପ୍ରଶାସନର ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ ବସ୍ଷ୍ଟାଣ୍ଡ ଅଞ୍ଚଳର ଉନ୍ନତି ହେଲେ ଯାତ୍ରୀ, ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକମାନେ ଉପକୃତ ହେବେ। ଏହା ସହିତ ସହରର ସାମଗ୍ରିକ ଉନ୍ନତି ଓ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଉଛି।